ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବାଲେଶ୍ୱର ଜିଲ୍ଲାରେ ଓର୍ମାସ ଓ ମିଶନ ଶକ୍ତିର ସହଯୋଗରେ ତିନିଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ ଏବଂ ଡିଜିଟାଲ ଇ-କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓର୍ମାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି, 3 ଦିନିୟ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲ୍ରେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମା ମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହେଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନରେ ତାଙ୍କର କେମିତି ବିକାଶ ହେଇପାରିବ, ବୃଦ୍ଧି ହେଇପାରିବ, ସେମାନେ କେମିତି ସଚେତନ ହେଇପାରିବ, ତାଙ୍କର ପ୍ରଡ଼କ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ ପ୍ରଡ଼କ୍ଟ ତିଆରି କରୁଛନ୍ତି ସେଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ, ବ୍ରାଣ୍ଡିଂ, ସାର୍ଟିଫିକେସନ୍ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ ତାହାର ଉନ୍ନତିକରଣ ପାଇଁ ଏହି କର୍ମଶାଳା ଅନୁଷ୍ଠିତ କରାଯାଉଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18ରୁ 35 ବର୍ଷ ଓ ପୁଅଙ୍କ ବୟସ 21ରୁ 35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବର କନ୍ୟା ଯୋଡ଼ି ଏ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ବେଳେ 3 ଯୋଡ଼ି ମୁସଲିମ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ 2026 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତ ରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୂହିକ ଭାବେ 152ଟି ଅଭିଯୋଗ ଦାଖଲ କରିଥିଲେ। 11ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167ଟି ଅଭିଯୋଗ ମଧ୍ୟରୁ 13ଟିର ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା DRDO ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱର ସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାତ ସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।